ହଠାତ୍ ଦିନେ ତାଙ୍କ ଘର ରାସ୍ତାରେ ଯାଉଥିଲା ବେଳେ ତାଙ୍କ ଘର କାନ୍ଥରେ ଲେଖାଯାଇଥିବା ସେହି ଲେଖାକୁ ଦେଖି ମୋ ନିଶ୍ୱାସ ଯେମିତି ବନ୍ଦ ହୋଇଯାଇଥିଲା। ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିବାକୁ ଅନେକ ଚେଷ୍ଟା କରିବି ବିଫଳ ହୋଇଗଲି। ଆଉ ଗାଡ଼ିର ଷ୍ଟାଣ୍ଡ ମାରି କିଛି ସମୟ ପାଇଁ ଗାଡ଼ିକୁ ଆଉଜେଇ ଠିଆ ହେଲି। ଆଉ ପୁଣି ଥରେ ସେହି ଲେଖାକୁ ଭଲ ଭାବରେ ପଢ଼ିଲି। ସେହି କାନ୍ଥରେ ଲେଖା ଥିଲା ସୁନିତା ସହିତ ରାଜେନ୍ଦ୍ର। 2 ମାସ ତଳୁ ସୁନି ବାହା ହୋଇସାରିଥିଲା। ଆଉ ମୋତେ ଜଣା ନଥିଲା। ମୁଁ ଭାବୁଥିଲି ସେ ରାଗିଛି, ମୋତେ ଭୁଲ ବୁଝୁଛି, ହେଲେ ଦିନେ ତ ମୋତେ ଠିକ୍ ବୁଝିବ ଆଉ ମୋ ପାଖକୁ ଫେରି ଆସିବ। ହେଲେ ସେ ଏମିତି କେମିତି କରିପାରିଲା? ଛଳ ଛଳ ଆଖିରେ ତାର ସେ ସ୍ମୃତି ସବୁ ଭାବି ଚାଲିଥିଲି। ତା ସହ ବିତେଇଥିବା ମୁହୂର୍ତ୍ତ ସବୁ ମନେ ପକାଇ ଚାଲିଥିଲି। ହୋଟେଲ ରୁମ୍ର ବନ୍ଦ ଘର ଭିତରେ ଦାମୀ ଦାମୀ ବିଛଣା ସେଜରେ ସେ ଗଦିରେ ତା ସହିତ କାଟିଥିବା ସେ ରାତିର ସମ୍ପର୍କ କଥା ଅନୁଭବ କରି ଚାଲିଥିଲି। ଆଉ ଭାବି ଚାଲିଥିଲି ଏତେ ସବୁ ପରେ, ଏତେ ନିବିଡ଼ ସମ୍ପର୍କ ପରେ ସତରେ କ'ଣ ସୁନି ମୋ ସହ ଏମିତି କରିପାରେ? ସେଦିନ ମୋ ଉପରେ ସନ୍ଦେହ କରି ମୋତେ ଦୂରେଇ ଦେବାର ତାର ଗୋଟେ ନାଟକ ନଥିଲା ତ? ମୋଠୁ ଭଲ ମିଳିଗଲେ ବୋଲି ସେ ବାହାନା ଖୋଜୁ ନଥିଲା ତ? ସେଦିନ ସେ ଲିଙ୍କ ରୋଡ଼ କାହିଁକି ଆସିଥିଲା? ଆଉ ଏତେ ଲୋକ ବାଇକ୍ ନେଇ ଯାଉଥିଲା ବେଳେ ମୁଁ ଝୁମାକୁ ବସେଇ ନେଲା ବେଳେ ସୁନିର ମୋ ଉପରେ କେମିତି ନଜର ପଡ଼ିଲା? ମୋତେ ଦୂରେଇ ଦେଇ ଘର ଲୋକଙ୍କ କଥାରେ ବାହା ହେବାକୁ ଏଇଟା ତାର ଯୋଜନା ନଥିଲା ତ? ନା ସେ ସତରେ ମୋତେ ସନ୍ଦେହ କରି ଦୂରେଇ ଦେଇ ଆଉ କାହାର ହେଇଗଲା?